ଅଯୋଗ୍ୟର ଯୋଗ୍ୟତା। ଦନ୍ତପୁରର ରାଜା ପଦ୍ମଦେବ ମଧ୍ୟେ ମଧ୍ୟେ ଛଦ୍ମବେଶରେ ରାଜ୍ୟ ବୁଲି ଲୋକଙ୍କର ହାଲଚାଲ ଦେଖନ୍ତି। ଆ ପୂର୍ବରୁ ରାଜା ମାନଙ୍କର ଏ ପ୍ରକାର ଏକ ଅଭ୍ୟାସ ଥିଲା। ସେମାନେ ଅ, ବେଶ ବଦଳେଇ ପ୍ରଜା ମାନଙ୍କର ଦୁଃଖ ସୁଖ ଜାଣିବା ପାଇଁ ରାଜ୍ୟ ମଧ୍ୟରେ ବୁଲନ୍ତି। ଏହି ସମୟରେ ସେ ଥରେ ଦେଖିଲେ ରାମନାଥ ନାମକ ଜଣେ ଗ୍ରାମବାସୀ, ସିଏ ତାଙ୍କର ଘରେ ଯାଇକି ଅତିଥି ହେଇଛନ୍ତି ଏବଂ ରାମନାଥ ତାଙ୍କ ସେବା ଶୁଶ୍ରୂଷାରେ କୌଣସି ତ୍ରୁଟି କଲେନି। ତାଙ୍କର ଆତିଥେୟତା ଭିତରେ ଦିନେ ଆସି ପହଞ୍ଚନ୍ତି ସେଇ ରାମନାଥଙ୍କ ଘର। ଯେତେବେଳେ ଆସି ପହଞ୍ଚନ୍ତି ସେତେବେଳେ ତାଙ୍କର କୌଣସି ଏକ ପେଟ ଜନିତ ସମସ୍ୟା ଦେଖାଦେଇଛି। ରାମନାଥ ସାଙ୍ଗେ ସାଙ୍ଗେ ତାଙ୍କର ଚିକିତ୍ସା କରିବା ପାଇଁ ବୈଦ୍ୟଙ୍କୁ ଡାକି ତାଙ୍କର ବ୍ୟବସ୍ଥା କରିଛନ୍ତି ଏବଂ ସେ ସୁସ୍ଥ ହେଇଗଲେ। ରାଜା କହିଲେ ମୁଁ ତ ଏବେ ସୁସ୍ଥ ହେଇଯାଇଛି, ଏଥର ମୁଁ ଯାଏ। ତ ତାଙ୍କୁ ଇଏ କହୁଛନ୍ତି, ଦେଖ ବାବୁ, ତମେ ସିନା ସୁସ୍ଥ ହେଇଛ କିନ୍ତୁ ତୁମର ଦୁର୍ବଳତା ଯାଇନାହିଁ, ଦୁର୍ବଳତା ଅଛି। ତେଣୁ ତୁମେ କିଛି ଦିନ ଏଠି ରହିଯାଅ। ଯଥେଷ୍ଟ ବଳ ଫେରି ପାଇଲେ ତୁମେ ଯିବ। ଆଉ ଯଥେଷ୍ଟ ବଳ ଯଦି ତମେ ଫେରି ପାଇବା ପୂର୍ବରୁ ଚାଲିଗଲ, ତେବେ ମୋ ଅତିଥି ସେବାରେ ତ୍ରୁଟି ରହିଯିବ। ତେଣୁ ମୁଁ ସେ ପାପ ମୁଣ୍ଡେଇବାକୁ ଚାହୁଁନାହିଁ। ମୁଁ ଆଶା କରୁଛି ଆପଣ ମୋ ଘରେ ଅତିଥି ଆସିଛନ୍ତି, ଅତିଥି ଭଗବାନ। ତେଣୁ ଆପଣ ଦୁର୍ବଳରୁ ସବଳ ହେଇକି ଯିବେ। ରାଜା ଆଉ କଥା ଭାଙ୍ଗି ପାରିଲେ ନାହିଁ। ବୟସ୍କ ବ୍ୟକ୍ତି ଏବଂ ପାପ ପୁଣ୍ୟର ଯେହେତୁ ବ୍ୟକ୍ତି ମାନଙ୍କର ସେତେବେଳେ ଅ, ଗୁରୁତ୍ୱ ରଖୁଥିଲେ ବ୍ୟକ୍ତିମାନେ ପାପ ପୁଣ୍ୟକୁ ନେଇ। ତେଣୁ ସେ ତାଙ୍କ ଘରେ ରାଜା 4-5 ଦିନ ରହିଗଲେ। ଏପଟେ ରାଜା ନାହାନ୍ତି, ସମସ୍ତେ ଚାରିଆଡେ ପୂଜା ଚାଲିଛି। ରାମନାଥ ତ ଘର ଛାଡି ଯାଉଛନ୍ତି ବାହାରକୁ, ସେତେବେଳେ ରାଜା କହିଲେ, ଦେଖ ରାମନାଥ, ଆଉ ତୁମେ ମୋର ବହୁତ ଉପକାର କରିଛ, ଆଉ ତୁମ ଋଣ ମୁଁ ଶୁଝି ପାରିବି ନାହିଁ। ଆଉ ମୋର ରାଜଧାନୀରେ ବହୁତ ପ୍ରଭାବ ଅଛି। ଯଦି ତୁମର କୌଣସି କାମ କରିପାରିବି, ତେବେ କୁହ, ମୁଁ ସୁସ୍ଥ ହେଇକି ଗଲେ ଯାଇକି ତୁମ ପାଇଁ ସେ କାମଟି କରିଦେବି। ସେଠୁ ରାମନାଥ କହିଲେ, ଦେଖ, ଆଉ ସତରେ ତୁମର କିଏ ଚିହ୍ନା ଅଛନ୍ତି? ଦେଖ ବାବୁ, ମୋ ପୁଅ ଶେଖରକୁ ତ ତମେ ଦେଖୁଛ, ତା ପାଇଁ ମୁଁ ଭାରି ଚିନ୍ତିତ ଅଛି। ତାକୁ ଶିକ୍ଷା ଦବା ପାଇଁ ମୁଁ କିଛି ହେଳା କରିନାହିଁ। ମୋର ସାଧ୍ୟ ମତେ ପରିଶ୍ରମ କରି ଏବଂ ନିଜେ ପଛେ ଉପାସ ରହିଛି, ନିଜେ ପେଟରୁ କାଟି ତାକୁ ମୁଁ ପାଠ ପଢେଇଛି। କିନ୍ତୁ ସେ ପାଠ ପଢି ଆସି ଆଉ କ୍ଷେତ ବାଡରେ କାମ କରିବାକୁ ରାଜି ହଉନାହିଁ। ଏପଟରେ ଚାକିରି ବି କୋଉଠି କରିଲା ନାହିଁ, ସେପଟରେ କ୍ଷେତରେ କାମ କରୁନାହିଁ, ଏପଟେ ଚାକିରି ବାକିରି କିଛି ନାହିଁ। ତେଣୁ ଘରେ ଆସି ଖାଲି ବସୁଛି, ବୁଲୁଛି, ଖାଉଛି। ତେଣୁ ମୋର ପଇସା ଯୋଉ ଖର୍ଚ୍ଚ କଲି ତା ପାଠ ପଢାରେ, ତାହା କିଛି କାମରେ ଲାଗିଲା ନାହିଁ, ନଷ୍ଟ ହେଲା। ଆଉ ସେ ଆଶା ବି ନାହିଁ ଯେ ସେ କୋଉଠି ଚାକିରି ବାକିରି କରିବ। କାହିଁକି ନା ତା ବ୍ୟବହାରରେ ବି କେହି ସନ୍ତୁଷ୍ଟ ନାହାନ୍ତି। ଯୋଉଠିକି ବି ଯାଉଛି ତାକୁ ଏ କାମରେ ରଖୁନାହାନ୍ତି। କାହିଁକି ତା ବ୍ୟବହାର ସକାଶେ ତାକୁ ବିଦା କରିଦଉଛନ୍ତି। ତେଣୁ କିଏ ତାକୁ ଚାକିରିରେ ରଖିବ? ସେ ହିଁ ମୋର ଗୋଟିଏ ଚିନ୍ତା। ଆଉ ତୁମେ ଯଦି ଚେଷ୍ଟା କରିପାରିବ, କିଛି କରିପାରିବ, ଯଦି ସେଇ ଦୃଷ୍ଟିରୁ ସାହାଯ୍ୟ କଲେ ମୁଁ ଖୁସି ହେବି। ସେଠୁ ରାଜା ଟିକେ ଭାବିକିରି ଅଭିନୟ କରି ଆକ୍ଟିଂ କରି କହୁଛନ୍ତି, ଓ ଏପରି କଥା, ଠିକ ଅଛି, ମୋ ସାଙ୍ଗରେ ଚାଲୁ, ଦେଖିବା। ଆଉ ମୋର ଯୋଉ ଚିହ୍ନା ଅଛନ୍ତି ତାଙ୍କୁ ଟିକେ କୁହାକୁହି କରି ରାଜାଙ୍କୁ ମନେଇବାକୁ ଚେଷ୍ଟା କରିବା। ଯଦି ରାଜଦରବାରରେ ଗୋଟେ ଚାକିରି ମିଳିଗଲା, ତାହେଲେ ଭଲ କଥା, ଆଉ କିଛି ଗୋଟେ ବ୍ୟବସ୍ଥା ମୁଁ କରିଦେବି। ରାଜା କହିଲେ। ସେଠୁ ତାଙ୍କର ଦେହ ଯେତେବେଳେ ସୁସ୍ଥ ହେଇଗଲା, ରାଜାଙ୍କ ସହ ଶେଖର ରାଜଧାନୀ ଅଭିମୁଖେ ଚାଲିଲେ। ସହରକୁ ଯାଉଛି, ଶେଖର ମନ ଭାରି ଖୁସ। କିନ୍ତୁ ବାଟରେ ତାହା ସହ କଥାବାର୍ତ୍ତା କରୁ କରୁ ରାଜା ବୁଝିଲେ ଯେ ସେ ଭାରି ଟିକେ ଉଦ୍ଧତ ଅଛି। ଯେମିତି ଆଜିକାଲିକା ଛୁଆ ସବୁ ସେଇଭଳିଆ। ସେ ପାଠ ପଢି ଦେଇଛି 2 ଅକ୍ଷର, ନା ଜ୍ଞାନ ଗାରିମା ହେଇଯାଇଛି। ତେଣୁ ଟିକେ
ଜ୍ଞାନର ଯୋଉ ଗର୍ବ ଦାମ୍ଭିକତା ଉଦ୍ଧତାମୀ ଆକାରରେ ପ୍ରକାଶ ହଉଛି। ହଉ, ତାଠାରୁ ତ କାମ ଆଦାୟ କରିବା ମୁସ୍କିଲ। ସେ ଯାହା ରାଜା ଅନୁଭବ କଲେ। ଯାହା ହଉ ରାଜଧାନୀ ଯେତେବେଳେ ପହଞ୍ଚିଲେ, ରାଜା ତାଙ୍କୁ ଅତିଥି ଭବନରେ ରହିବାର ବ୍ୟବସ୍ଥା କରିଦେଲେ। ତାପରେ ସେଠୁ ସେ ଗଲେ। ରାଜାଙ୍କର ବିଶିଷ୍ଟ କର୍ମଚାରୀ ସେମନ୍ତକ ତାଙ୍କ ନାଁ, ତାଙ୍କୁ ରାଜା ଡକେଇ ପଠେଇଲେ। ତାଙ୍କର ଗୋଟେ ବିଶେଷ ଗୁଣ ହଉଛି ସିଏ ଲୋକଙ୍କ ଠାରୁ କାମ ଅସୁଲ କରିନିଅନ୍ତି। ଯେ ଏମିତି ବାଗରେ କାମ ଅସୁଲ କରିବେ, କାମ ନ କରିବା ଲୋକ ମଧ୍ୟ କାମ କରେ। ଏଇଟା ହଉଛି ତାଙ୍କର ଗୋଟେ ବିଶେଷ ଗୁଣ। ତାଙ୍କୁ ଡାକିଲେ, ସେମନ୍ତଙ୍କୁ କହିଲେ, ଦେଖ, ଆଉ ଏଇ ଯୋଉ ଶେଖର ଯୋଉ ବ୍ୟକ୍ତିଟିଏ ଅଛନ୍ତି ଅତିଥି ଭବନରେ ଆଜି, ତମେ ଯଦି ତାକୁ ଠିକ କାମରେ ଲଗେଇ ପାରିବ, ତାହେଲେ ମୁଁ ଜାଣିବି ଯେ ତମେ ସତରେ ବାସ୍ତବିକ ଦକ୍ଷ ଲୋକ। କାହାକୁ କହିଲେ? ତାଙ୍କର ସେ କର୍ମଚାରୀ ସେମନ୍ତଙ୍କୁ କହିଲେ। ସେଠୁ ସେମନ୍ତକ ଅତିଥି ଭବନକୁ ଗଲେ, ଯାଇକି ଶେଖର ସହିତ କଥାବାର୍ତ୍ତା କଲେ। କଥାବାର୍ତ୍ତା କରିବା ଭିତରେ କେତେଟା ପ୍ରଶ୍ନ ତାଙ୍କୁ ପଚାରିଲେ। ସେଥିରୁ ସେ ବୁଝିଲେ ଯେ ତାକୁ ବିଶେଷ କିଛି ଜଣା ନାହିଁ, କିନ୍ତୁ ସେ ବହୁତ ଜାଣିଛି ବୋଲି ଦେଖେଇ ହଉଛି। ଇଏ ମାପି ନେଇଗଲେ। ସାଧାରଣତଃ ସେୟା ହୁଏ। ଯିଏ ଯାହାର ସାମର୍ଥ୍ୟ ନଥାଏ ସେ ଟିକେ ବେଶୀ ଫଡଫଡ ଫଡଫଡ ହଅନ୍ତି। କାହିଁକିନା ଆମେ ଜାଣିଛନ୍ତି ନମ୍ରନ୍ତି ଫଳିନ ବୃକ୍ଷା, ବିଦ୍ୱାନ ମାନେ ସବୁବେଳେ ବିନମ୍ର। ତେଣୁ ଫଡଫଡ ଯୋଉ ହଉଥିଲା, ସେଇଥିରୁ ସିଏ ପ୍ରଶ୍ନ ପଚାରିକିରି କନଫର୍ମ ହେଇଗଲେ ଯେ ଫଡଫଡ ଟା ହଉଛି କେବଳ ଅଜ୍ଞତାର ଫଡଫଡ। ଉଦ୍ଧତାମି ହଉଛି ସେଇ ଯୋଗୁ ହେଇଛି। କହିଲେ ହଉ, କିନ୍ତୁ କହିବେ କଣ? ରାଜା ତାଙ୍କୁ ତ ଟ୍ୟାକ୍ସ ଦେଇଛନ୍ତି। ଆଉ ତାଙ୍କୁ ସେ ଟିକେ ଉତ୍ସାହିତ କରି କହୁଛନ୍ତି, ଦେଖ, ବାଃ, ତମ ଭଳିଆ ଜଣେ ଗୁଣୀ ଯୁବକକୁ ପାଇ ମୁଁ ବେଶ ଖୁସି। ଯାହା ହଉ, ତୁମ ସହିତ ମୁଁ କିଛି ସମୟ କଥା ହେବାର ସୁଯୋଗ ପାଇଲି। ତୁମ ସହିତ ମୁଁ କଥା ହେଇ ବହୁତ ଖୁସି ହେଲି। ଆଉ ତୁମକୁ ଯିଏ ଆଣି ରଖିଛନ୍ତି, ଆଉ ସିଏ ମତେ ମୋର ଭାରି ନିଜ ଲୋକ। ତେଣୁ ତାଙ୍କ କଥା ରଖିବି ତ ନିଶ୍ଚୟ। ଏବଂ ତମ ଭଳିଆ ଗୁଣୀ ଲୋକଙ୍କୁ ପାଇଛି, କେମିତି ହାତଛଡା କରିବି? ଠିକ ଅଛି, ଆଉ ତମକୁ ଗୋଟେ କାମ ଦେବି, ଯୋଉଥିରେ କାମ ଭାରି, କାମ ଯେତିକି ତାଠାରୁ ଆରାମ ବହୁତ। ଆଉ ଫାଙ୍କା ସମୟ, ଲିଜର ଟାଇମ ବହୁତ ପାଇବ। ଆଉ ତମେ କାମ କରିବ। ଶେଖର କହିଲେ, "ହଁ, ଠିକ କଥା, ମତେ ଅବସର ବହୁତ ମିଳିବ ତ ନା? ହଁ, ତାହେଲେ ସେଇ ସମୟରେ ସହରରେ ସେ ବୁଲିବ। ଆଉ ତାର ମନେ ମନେ ସ୍ଥିର କରିନେଲା। ତା ଭିତରେ, ସହରରେ ସେ ବୁଲିବା ଭିତରେ, ସେ କଣ କଣ ଦେଖୁଥାଏ, ଭାରି ମଜା ଲାଗୁଥାଏ ତାକୁ। ସବୁ ଏତେ ଏତେ କଥା, ଯେମିତି ଆମ ସୁଇମିଂ ପୁଲ ଦେଖିବ। ସେତେବେଳେ ଗାଁରେ କୋଉଠି ସୁଇମିଂ ପୁଲ? ରାଜାଙ୍କ ମହଲ ଭିତରେ ସୁଇମିଂ ପୁଲ। ଏପଟରେ ଘୋଡା ଦୌ ଘୋଡା ସବୁବେଳେ ଟ୍ରେନିଂ ଦିଆ ହଉଛି, ଘୋଡା ଦୌଡ଼। ଏପଟରେ ନାଚିବା ପାଇଁ ହଲ୍। ଏ ସବୁ ଦେଖିକି ଭାରି ଖୁସି। ତା ଏତେ ମଜା ଏଠି। ଆଉ କିଏ ଭାରି ଖୁସି ସିଏ ଶେଖର। ଧୀରେ ଧୀରେ ପ୍ରଥମେ କଣ କମ କାମ ହେଲା, ବହେ ବୁଲିଲେ। ଆଉ ସେମନ୍ତକ କିନ୍ତୁ ଚାଲାକ କରିକି ତାଙ୍କ ସହିତ ସବୁବେଳେ ସୁସମ୍ପର୍କ ରଖୁଥାନ୍ତି, କଥାବାର୍ତ୍ତା କରୁଥାନ୍ତି, ସବୁ ନେଇକି ଯାଆନ୍ତି। ଯୋଉଠି ଯାହା କଛି ଭ୍ରମଣରେ ଇଏ ଯଦି ଗଲେ, ତେବେ ତାଙ୍କୁ ସାଙ୍ଗରେ ନେଇକି ଯାଆନ୍ତି, ସହର ବୁଲେଇ ନେଇ ଆସନ୍ତି। ଧୀରେ ଧୀରେ ସେମନ୍ତଙ୍କ ସହିତ ତାଙ୍କର ସମ୍ପର୍କ ଭଲ ହେଲାଣି। ତ ସେମାନେ ତାକୁ କଣ କଲେ, ତାଙ୍କୁ ବର୍ତ୍ତମାନ ଟିକେ ଟିକେ କଠିନ କାମ ଦବା ଆରମ୍ଭ କଲେ। ଯେତେବେଳେ କଠିନ କାମ ଦବା ସେ ଆରମ୍ଭ କଲେ, ତାପରେ ଶେଖର କାମ ବନ୍ଦ। ଆଉ ସେ ମନ ଦେଇକି କାମ କରିଲା ନାହିଁ। କାମ କଠିନ ହେଇଗଲା। ସିଏ ଖାଲି ହାକି ମାତି କରିଥାନ୍ତା। ହଁ, କିନ୍ତୁ କାମ ସେ ଆଉ କଠିନ କାମ ହେଲା ଚୁପ। କଣ କରିବେ? ଯାହା ପାଖରେ ସେ ଯୋଉ କାମ ସେ କରୁଥିଲେ, ଅନ୍ୟ ଯୋଉମାନେ ସବୁ ରହିଛନ୍ତି, ସେମାନେ ଆସି ସେମନ୍ତଙ୍କୁ କହିଲେ, ଦେଖନ୍ତୁ ଆଜ୍ଞା, ଆଉ ସେ ଯୋଉ କର୍ମଚାରୀଟିରେ ଯାହାକୁ ଆପଣ ରଖିଛନ୍ତି ଶେଖର, ଆଉ
କାମ କିଛି କରୁନାହାନ୍ତି। ଆଉ ଯଦି ତମେ ତାଙ୍କ ପାଖରୁ କାମ ଯଦି ଚାହୁଁଛ, ତେବେ ମୁଁ କିଛି ସାହାଯ୍ୟ କରିପାରିବି। କିଏ ତାଙ୍କର ଯୋଉଠି ସିଏ ନେଇକି କାମରେ ଲଗେଇଲେ, ଯୋଉ କାମ ଦଉଥାନ୍ତି ସେ କଲେନି, କି କଣ କରିବେ, ଯେ ତ କାମ ତାଠୁ ଆଦାୟ କରିପାରୁନାହାନ୍ତି। ସେଠୁ ତାପରେ ସେଠୁ ତାଙ୍କୁ କହୁଛନ୍ତି, ବାବୁ, ରାଜ୍ୟରେ ଯୋଗ୍ୟ ଯୁବକର ଅଭାବ ନାହିଁ। ଆପଣ କହିଲେ ମୁଁ 10 ଜଣଙ୍କୁ ଆଣି ଆପଣଙ୍କ ଆଗରେ ହାଜିର କରାଇବି। ଆପଣ ଏ ଅଳସୁଆ ଚଗଲା ଟୋକା ଉପରେ ବୃଥାଟାରେ କାହିଁକି ଏତେ ଗୁରୁତ୍ୱ ଦଉଛନ୍ତି? କିଏ ସେ, ଯିଏ ତାଙ୍କର ହାକିମ ଯିଏ, ସେ କହୁଛନ୍ତି ସେମନ୍ତଙ୍କୁ ଯେ ଆପଣ କାହିଁକି ଏଇ ପିଲାଟାକୁ ନେଇକି ଏତେ ଜୋର ଦଉଛନ୍ତି? ତାଙ୍କୁ ସେମନ୍ତକ ସେଠୁ କହିଲେ, ଦେଖ, ସତ କଥା ହଉଛି ରାଜା ମତେ ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ଅଯୋଗ୍ୟକୁ ନେଇକି କାମ କରେଇ ନ ପାରିଲି, ତାହେଲେ ମୋର ଯୋଗ୍ୟତା କୋଉଠି ପ୍ରମାଣିତ ହବ? ରାଜା ମୋ ପାଖରେ ଏଇ ଚ୍ୟାଲେଞ୍ଜଟି ଦେଇଛନ୍ତି, ଅଯୋଗ୍ୟକୁ ନେଇକି ମୁଁ ଯୋଗ୍ୟ ପ୍ରମାଣିତ କରିବି। ସେଠୁ ହାକିମ କହିଲେ, କଣ କରିବେ? ରାଜାଙ୍କ ଆଜ୍ଞା, ହଉ, ମୁଣ୍ଡ ତଳକୁ କରି ଚାଲିଗଲେ। କିନ୍ତୁ ଶେଖର ଦ୍ଵାରା ଯେ କିଛି କାମ ହବ ନାହିଁ, ସେ କଥା କନଫର୍ମ ହେଇଗଲେ। ତେଣୁ ସେ ବାଧ୍ୟ ହେଇ କଣ କଲେ, ନିଜେ କାମ କଲେ ଆଉ, କିଏ ସେ ହାକିମ ଆଉ। ତେଣୁ ଖବର ଟା ପଳେଇଲା କୋଉଠି, ପୁଣି ରାଜାଙ୍କ ପାଖକୁ ପଳେଇଲା ଯେ ସେ ଶେଖର କାମ କରୁନି, ହାକିମ ନିଜେ କାମ କରୁଛନ୍ତି। ମାଲିକ ତା ପାଇଁ କରିଦଉଛି ନା, କଣ କରିବେ? ଏକଥା ରାଜା ଶୁଣି ସେମନ୍ତଙ୍କୁ ଡକେଇଲେ, କହିଲେ, କିଓ, ତମେ ଶେଖର ଦ୍ଵାରା କାମ କରାଇ ପାରିଲ? ଆଉ ତମେ ପାରିନାହ, ମୁଁ ଖବର ପାଇସାରିଛି। କଣ କହୁଛ କୁହ, ତମେ ହାରିଗଲ ତ? ସେଠୁ ସେ କହୁଛି, ଆଜ୍ଞା ମହାରାଜ, ମୁଁ ପାରିନାହିଁ ଏକଥା ସତ, କିନ୍ତୁ ପାରିବି ନାହିଁ ବୋଲି କହୁନି। ଏତିକି ଦିନ ଭିତରେ ପାରିନାହିଁ, କିନ୍ତୁ ମୁଁ ପାରିବି। ମତେ ଆଉ ଟିକେ ସମୟ ଦିଅନ୍ତୁ। କହିଲେ, ହଉ, ଠିକ ଅଛି, ଯାହା ହଉ, ତମକୁ ସମୟ ଦିଆଗଲା। ମୁଁ ସେଇ କହିଲେ, ଆଉ କେଇ ଦିନ ଗଲା, ସେମନ୍ତକ ଶେଖରକୁ ଡକାଇଲେ, ଗମ୍ଭୀର ଭାବରେ କହିଲେ, କାମଦାମ କିପରି ଚାଲିଛି? ବର୍ତ୍ତମାନ ଆସିଗଲେ ଟିକେ କଡା। କାମଦାମ କିପରି ଚାଲିଛି? ଶେଖର କହୁଛି, ଆଜ୍ଞା, ମୋର ହାକିମ ସହ ଜମାରୁ ପଡୁନାହିଁ। ହୁଁ, ରାଜାଙ୍କୁ କିନ୍ତୁ କୁହାଯାଇଛି ତମେ ଅତ୍ୟନ୍ତ ଅଯୋଗ୍ୟ ଆଉ ମୂର୍ଖ। କିଏ କହୁଛି? ସେମନ୍ତକ ତାକୁ ଜାଣିଛନ୍ତି କହୁଛି, ପୁଣି ଦେଖ, ରାଜାଙ୍କୁ କୁହାଯାଇଛି ତମେ ଅତ୍ୟନ୍ତ ଅଯୋଗ୍ୟ ଆଉ ମୂର୍ଖ, କିନ୍ତୁ ମୁଁ ଜାଣେ ତାହା ସତ ନୁହେଁ। କିନ୍ତୁ କଣ କରାଯିବ? ରାଜାଙ୍କ ପାଖକୁ ଖବର ଯାଇ ପହଞ୍ଚିଛି ଯେ ତମେ ଅଯୋଗ୍ୟ ମୂର୍ଖ, ତମକୁ ଚାକିରିରୁ ବାହାର କରିଦିଆଯିବ। ଶେଖର ଚମକି ପଡିଲା, କହିଲା, କଣ ହେଲା? ଆପଣ ତ ନିଜେ ଜାଣିଛନ୍ତି ମୁଁ କାମ କରେ କି ନ କରେ। ଆଉ ତାହେଲେ ଠିକ ଅଛି, ମୁଁ ସେ ହାକିମ ପାଖରେ ଆଉ କାମ କରିବିନି। ଆପଣ ମତେ କିଛି କାମ ଦିଅନ୍ତୁ, ଆଉ ଦେଖିବେ ମୁଁ ଠିକ କରୁଛି କି ନାହିଁ। ଆଉ ଆପଣ ଯାଇକି ପ୍ରମାଣ ଦେବେ। ତ ସେମାନେ ତାକୁ କହିଲେ, ଦେଖ, ମୁଁ ତୁମକୁ ଏ ଦାୟିତ୍ୱ ମୁଁ ନେଇପାରିବିନି। ରାଜାଙ୍କ ପାଖରେ ଅଲରେଡି ଖବର ଅଛି ତମେ ଅଯୋଗ୍ୟ ମୂର୍ଖ, ଆଉ ତମ ଦାୟିତ୍ୱ ମୁଁ ନେବି। ଆଉ ତମେ ଯଦି ଫାଙ୍କିଦବ, ତମେ ଯଦି କରିବ ନାହିଁ, ତାହେଲେ ତ ରାଜାଙ୍କ ପାଖରେ ମୋର ଯେତିକି ଟିକେ ଅ ସମ୍ମାନ ବୋଧ ରହିଛି, ମୋର ଟିକେ ମୂଲ୍ୟ ରହିଛି, ମତେ ଟିକେ ରାଜା ଟିକେ ଯାହା ବ୍ୟକ୍ତିତ୍ୱ ମୋର ରହିଛି ରାଜାଙ୍କ ପାଖରେ, ଏ ସବୁ ମୋର ସବୁ ଚାଲିଯିବ। ମୋର ମାନ ଇଜ୍ଜତ ସବୁ ଚାଲିଯିବ। କହିଲେ, ଆଜ୍ଞା, ଜମାରୁ ଆପଣଙ୍କ ମାନ ଇଜ୍ଜତ ଯିବ ନାହିଁ। ଆପଣ ଥରେ ପରୀକ୍ଷା କରି ଦେଖନ୍ତୁ। ଆଉ ସେ ହାକିମ ପାଖରେ ମୁଁ କାମ କରିବି ନାହିଁ। ଆପଣ ସେ ହାକିମ ପାଖରେ ନାହିଁ, ଆପଣ ଯାହା କହିବେ ମୁଁ କରିବି। କନଫର୍ମ, ପୁରା କରି କହିଲେ, ଆଜ୍ଞା, ମୁଁ ସେ ହାକିମ କଥା ଶୁଣିବି ନାହିଁ। ସେ ଜମାରୁ ଭଲ ଲୋକ ନୁହଁ, ଆପଣ ଯାହା କହିବେ ମୁଁ ସେୟା କରିବି। ଇଏ କହିଲେ, ଆଚ୍ଛା, ତାହେଲେ ତମେ କରିବ ତ? ନା, ହଉ, ଠିକ ଅଛି। ସେଠୁ ତାଙ୍କର ଅନେକ ଦିନରୁ ପଡିଥିବା କାମ ଯୋଉ ବାକି ପଡିଥିଲା, ତାକୁ ଶେଖରକୁ କହିଲେ, ଠିକ ଅଛି, କାମ ଟିକେ କରିଦିଅ। ସେ ସାଙ୍ଗେ ସାଙ୍ଗେ କାମରେ ଲାଗିଗଲେ। ସହର ତଳି ଅଞ୍ଚଳରେ ଜନସୁମାରି କରିବା, ଆଉ ସେଠାକାର ରାସ୍ତାଘାଟ ମାପଚୁପ କରିବା, ଆଉ ଏଇ କାମଟା ତମେ କର। ତେଣୁ ସେ ରାସ୍ତାଘାଟ ମାପଚୁପ କରିକି ଆମେ କାମ ଆରମ୍ଭ କରିବା। ଯଦି ତମେ ଏଇ କାମଟି ସଫଳ ଭାବରେ କରିଦବ, ତେବେ ତମ ବିରୁଦ୍ଧରେ ଯୋଉମାନେ ରାଜାଙ୍କୁ ଯାଇ କହିଛନ୍ତି, ସେମାନେ ମିଛୁଆ ବୋଲି ଜଣା ପଡିବେ, ଏବଂ ରାଜା ଆସି ନିଜେ ଦେଖିଦେବେ, ଏବଂ ସେମାନଙ୍କୁ ରାଜା ଦଣ୍ଡ ଦେବେ। ଶେଖର ଖୁସି ହେଇଗଲା, କହିଲା, ଠିକ ଅଛି। 6 ମାସ ପରେ ଦେଖାଗଲା, ଶେଖର ପୁରା ଜୋରସୋରରେ ସେ ରାସ୍ତାଘାଟ କାମ କରିଦେଇଛି।
ଲୋକଙ୍କୁ ନେଇକି ଯୋଉ କାମ କରିବା କଥା ବି କରିଛି, ନିଜେ ଖଟି ପୁରା ଲାଗି ପାତି ରାସ୍ତା ପୁରା ଯୋଉ କାମ ଦିଆଯାଇଥିଲା କାମ ସାରି ଦେଇଛି। ରାଜା ସେଠୁ ଦେଖିଲେ, କହିଲେ ହେଇ ସତ କଥା ତ କାମ କଲା। ତାପରେ ସେମାନଙ୍କୁ ଡାକିଲେ, କହିଲେ ଆଉ ତମେ ତାକୁ କିପରି ବାଟକୁ ଆଣିଲ, ରହସ୍ୟ କଣ? ସେଠୁ ସେ କହିଲେ, ମହାରାଜ ଦେଖନ୍ତୁ, ତାକୁ ଆରାମ କଲା ଭଳିଆ ମୁଁ ପ୍ରଥମେ କାମ ଦେଇଥିଲି। ସହର ପ୍ରତି ଯେମିତି ତାର ଅନୁରାଗ ଆସିବ, ଆଉ ଚାକିରି କଲେ ଇଏ ସହରରୁ ସେ ଚାଲିଯିବାକୁ ଆଉ ଇଚ୍ଛା କରିବ ନାହିଁ। ତେଣୁ ଅଳ୍ପ କାମ ଦେଲି, ସହରର ଜାକଜମକ ଚାକଚକ୍ୟ ଏ ସବୁଥିରେ ସେ ଯେମିତି ଖୁସି ହବ। ତାପରେ ତାପରେ ମୁଁ ସେଇଟାରେ ହିଁ ତାକୁ କଣ କଲି, ଏଠୁ ଯଦି ସେ ଚାକିରି ଛାଡି ଚାଲିଯିବ କେତେ ଅସୁଖୀ ରହିବ, ସେଇ ଅନୁଭବଟା ଆଣିବା ପାଇଁ ତାକୁ ଗୋଟେ ହାକିମ ପାଖରେ ରଖେଇଲି। ସେଠି ଯେତେବେଳେ ସେ କାମ କଲା, ବାରମ୍ବାର ତାଗିଦ ଖାଇଲା, ବାରମ୍ବାର ଗାଳି ଖାଇଲା, କାମ ନ କଲେ ସେ ଗାଳି ଦବ, ସେ କାହିଁ ଛାଡିବ। ତେଣୁ ତା ସହିତ ତାର ଝଗଡା ହେଲା। ଝଗଡା ହବା ଫଳରେ ସିଏ ଜାଣିଗଲା ଯେ ମତେ, ବର୍ତ୍ତମାନ ମୁଁ ଯେତେବେଳେ ତାକୁ କହିଲି ଯେ ମହାରାଜଙ୍କ ପାଖରେ ଖବର ପହଞ୍ଚି ଯାଇଛି, ତେଣୁ ସେ ଜାଣିଲା ଯେ ମୁଁ କାମ ସତରେ କରୁନାହିଁ, ଏ ଖବରଟା ଅଲରେଡି ପହଞ୍ଚି ଯାଇଛି। ବର୍ତ୍ତମାନ ମତେ ଚାକିରି ଚାଲିଯିବ, ଯଦି ଚାକିରି ଚାଲିଯିବ ତାହେଲେ ମୁଁ ପୁଣି ଯାଇକି ଗାଁରେ କଣ କରିବି? ଗାଁରେ ପୁଣି ଗାଳି ଖାଇବି, ଲୋକଙ୍କ ସମସ୍ତଙ୍କ କଥା ଗାଳି ଖାଇବି। ତେଣୁ ସିଏ ସେଇ କାମ କରିବ, କିନ୍ତୁ ହାକିମ ପାଖରେ କାମ କଲେ ତାର ସିଏ ଯୋଉ ଠାଣ ଦେଖେଇଥିଲା ସେ ଠାଣ ଟା ଚାଲିଯିବ। ତେଣୁ ସିଏ ତା ପାଖରେ କାମ କରିବାକୁ ମନା କଲା, ଏବଂ ମୁଁ ଯୋଉ କାମ ଦେବି ସେଥିରେ ସେ ରାଜି ହେଇଗଲା। ତେଣୁ ସବୁ କାମ ସେ ବର୍ତ୍ତମାନ ନିଷ୍ଠାପର ଭାବରେ ଆମ କାମ କରିବାକୁ ଆରମ୍ଭ କଲା। ତେଣୁ ଏଥିରେ ଆଉ କିଛି ଚିନ୍ତା ନାହିଁ, ଏବେ ଆପଣ ଯାହା ବି କାମ ଦେବେ ସେ ସବୁ କାମ କରିବ। ରାଜା ଖୁସି ହେଇଗଲେ, କହିଲେ ଠିକ, ଦେଶାକୁ ତେସା, ଯୋଉ ଭଳି ଭାବରେ ବ୍ୟକ୍ତି ସେଇଭଳି ଭାବରେ ତାକୁ ଟ୍ରେଣ୍ଡ କରିବା ହଉଛି ତୁମର ପାରିବା ପଣିଆ। ମୁଁ ଦେଖିଲି, ବହୁତ ଖୁସି। ଏବଂ ତାକୁ ସେ କଣ କଲେ, କିଛି ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଲେ। ଏବଂ ତା ପରଠାରୁ ଧୀରେ 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 ଶେଖର ଅଧିକରୁ ଅଧିକ କଠିନ କାମ କରିବା ଆରମ୍ଭ କଲା। କାମ ପ୍ରତି ତାର ଅନୁରାଗ ଆସିଗଲା। ଆଉ କାମ ଚୋର ଭାବରେ କେହି ତାକୁ ଆଉ ଦେଖିଲେ ନାହିଁ। ଅନେକ ଦିନ ପରେ ରାମନାଥ କୁ ରାଜା ନିଜେ ଘୋଡା ନେଇକି ଗଲେ, ଯେହେତୁ ସେ ତାଙ୍କୁ ତାଙ୍କର ସେବା ଶୁଶ୍ରୂଷା କରିଛନ୍ତି, ଘରେ ଆତିଥେୟତା ଦେଇଛନ୍ତି। ରାଜା ନିଜେ ଯାଇ ଘୋଡାରେ ତାଙ୍କୁ ନେଇକରି ଆସିଲେ। ସିଏ ଆଶ୍ଚର୍ଯ୍ୟ ହେଇଗଲା ଯେ ମହାରାଜ ଆସି ମୋ ଘରେ ରହିଥିଲେ। ତାପରେ ସେ ଆସିକି ରାଜନଗରରେ ପହଞ୍ଚିଲେ, ତାଙ୍କ ପୁଅ ଯେ କଠିନ କାମ କରୁଛନ୍ତି ତାହା ଦେଖିକି ଭାରି ଖୁସି ହେଲେ। ରାଜାଙ୍କ ପାଖରେ କିଛି ଦିନ ଅତିଥି ହେଇକି ରହିଲେ। ତାପରେ ଶେଖରଙ୍କ ପାଖରେ, ପୁଅ ପାଖରେ ଯାଇକି ରହିଲେ, ଏବଂ ଦୁଇ ଜଣ ଯାକ ରାଜଭବନରେ କାମ କଲେ, ସୁଖରେ ରହିଲେ। ଏଠି ଏଇ ଗପଟିରେ କେତେ ଗୁଡେ କଥା ରହିଛି। ଗୋଟେ କଥା ଯେମିତି ଯେ ସମସ୍ତଙ୍କ ଭିତରେ ସାମର୍ଥ୍ୟ ରହିଥାଏ, କିନ୍ତୁ ସେମାନେ ସାଧାରଣତଃ ଆଳସ୍ୟ, ତାମସିକତା ଭଲ ଲାଗେ। କାହିଁକିନା ଏଇଟା ହଉଛି ନିମ୍ନ ଗତିବିଧିର ଗୋଟେ ପ୍ରବୃତ୍ତି, ସେ ତମକୁ ଟାଣିକି ରଖେ। ଏବଂ କାମ ନକରି ଆନନ୍ଦରେ ରହିବା, ହାକିମାତି କରିବା, ମାଲିକାନି ଦେଖେଇ ହବା, ଏସବୁ ଜିନିଷ ସାଧାରଣତଃ ନିମ୍ନ ଗତିବିଧିରେ ଯେତେବେଳେ ମଣିଷ ଥାଏ, ସେତେବେଳେ ସେଇ ଗୋଟିକ ତାକୁ ଭଲ ଲାଗେ। ନିଜେ କର୍ମ କରିବା ତାକୁ ଆସେନି, ତା ଭିତରେ ସେ ସ୍ପୃହା। କିନ୍ତୁ ଥରେ ଥରେ ତାହା ଭାଙ୍ଗିବା ପାଇଁ ବେଳେ ବେଳେ ଶାସନ ଯୋଉ ଭଳି ଭାବରେ ସେ ସେମନ୍ତକ ତାଙ୍କ ପାଖରେ କରିଛନ୍ତି। ତେଣୁ ଏଇଠି ଦେଖନ୍ତୁ, ସେ ଯୋଉ ହାକିମ ଯିଏ ତାଙ୍କ ସହିତ ତାଙ୍କର ଯୋଉ ଝଗଡା, ତାର ବି କେମିତି ଆବଶ୍ୟକତା ରହିଲା। ଆମେ ଜ୍ଞାନ କାରିକାରେ ପଢୁଥିଲେ ଯେ କେମିତି ବାଧା ବିପତ୍ତି ବି ଆମ ପାଇଁ ଆବଶ୍ୟକ ପଡେ। ସେଠି ତା ସହିତ ଯୋଉ ଝଗଡାଝାଟି ହେଲା, ଏବଂ ସେଇ ଯୋଉ ବ୍ୟକ୍ତିର କ୍ୟାରେକ୍ଟର ଯିଏ ତାଙ୍କ ସହିତ ଝଗଡାଝାଟି ହେଲା, ସେ ବ୍ୟକ୍ତିଙ୍କର ମଧ୍ୟ ଆବଶ୍ୟକତା କେମିତି ରହିଥିଲା ତାହା ଆମେ ଦେଖିଲେ। ଏଇଭଳି ଭାବରେ ତା ଭିତରେ ଥିବା ଅନ୍ତରର ଯୋଉ ନିଷ୍ଠାପରତା, କର୍ମ ତତ୍ପରତା ସବୁ ଥିଲା, କିନ୍ତୁ ତା ବାହାରକୁ ଆସିବା ବାକି ଥିଲା। ଏବଂ ଯେତେବେଳେ ଆସିଲା ତାପରେ ସେ
ଅତ୍ୟନ୍ତ ନିଷ୍ଠାବାନ ବ୍ୟକ୍ତି ଭାବରେ କାର୍ଯ୍ୟ କରିବାକୁ ଲାଗେ। ମା ମା। ଥ୍ୟାଙ୍କ ୟୁ ଅଲ୍, ଅରବାର।